Welcome back to Education Point Internal Assessment 3 ଦଶମ ଶ୍ରେଣୀ ପିଲାଙ୍କର ପ୍ରଥମ ଭାଷା ଓଡ଼ିଆ ବା MIL। ତ MIL ର FA3 क्वेश्चन पेपर 2024-25 ଆଉ କପିରାଇଟ୍ ଓସ୍ତାର 100% ରିଅଲ क्वेश्चन पेपर ଆଣିଛି। ତମେମାନେ ଦେଖିପାରୁଥିବ ନିହାତି ଭାବେ क्वेश्चन ୱିଥ୍ ଆନ୍ସର ଡିସ୍କସନ୍ କରିବା। ତା ପୂର୍ବରୁ ଯେଉଁମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହ ଜଲ୍ଦି ଜଲ୍ଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅ। ପାଖରେ ଜଏନ୍ ବଟନ୍ ଅଛି, 89 ରୁପିଜ୍ର ମେମ୍ବରସିପ୍ ନେଇଯାଅ, ଆଗକୁ ତୁମକୁ କାମ ଦେବ। ଯେତେବେଳେ ବି ଗୋଟେ ଇନଫର୍ମେଟିଭ୍ ଭିଡ଼ିଓ ତୁମକୁ ଦରକାର କିମ୍ବା ଏଇଟା ଗୋଟେ କିଛି ଚାପ୍ଟର ବୁଝି ହେଉନି ତ ମୋତେ ସାଙ୍ଗେ ସାଙ୍ଗେ କଲ୍ରେ କଣ୍ଟାକ୍ଟ କଲେ ନିହାତି ଭାବେ ମୁଁ ଅପଲୋଡ଼ କରିବି ସେ ବିଷୟରେ ଭିଡ଼ିଓ। ସେଥିପାଇଁ 89 ରୁପିଜ୍ର ତୁମେ ମେମ୍ବରସିପ୍ ନେଇକି ମୋତେ ମେସେଜ୍ କର। ନେକ୍ସଟ ରହିଲା କଥା, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ କଲ୍ ନୋଟିଫିକେସନ୍ ଅନ୍ କରିନିଅ। କାହିଁକିନା ପିଲାମାନେ ଯେତେବେଳେ ମୁଁ କ୍ୱେଶ୍ଚନ୍ ତୁମର ଏକ୍ଜାମ୍ କ୍ୱେଶ୍ଚନ୍ ପେପର ଅପଲୋଡ଼ କରିବି ତ ଫାଷ୍ଟ ନୋଟିଫିକେସନ୍ ତୁମ ପାଖକୁ ହିଁ ପହଞ୍ଚିବ, ଯାହାକି ତୁମକୁ ସର୍ଚ୍ଚ କରିବାକୁ ପଡ଼ିବନି। ତ GSC କ୍ୱେଶ୍ଚନ୍ ଅଲରେଡ଼ି ହାଭ୍ ଅପଲୋଡେଡ୍ ଇନ୍ ଆୱାର ଚ୍ୟାନେଲ୍, ତ ଯାଇକି ଚେକ୍ କରିପାରିବ। ଓକେ, ତ ଟେଲିଗ୍ରାମ ଚ୍ୟାନେଲ୍ ଆଉ ହ୍ୱାଟ୍ସଆପ୍ ଚ୍ୟାନେଲ୍ରେ ଯାଇକି ଜଏନ୍ କର। ଚାଲ ଦେଖିବା କ'ଣ ରହିଛି। ୟୁନିଟ୍ 1 ମଙ୍ଗଳେ ଅଇଲା ଉତ୍ସାହ କବିତାଟି ତପସ୍ୱିନୀ କାବ୍ୟର କେଉଁ ସର୍ଗରୁ ଆସିଛି? କେଉଁଟା? ଚତୁର୍ଥ ସର୍ଗରୁ। ତାପରେ ଗଙ୍ଗାଧର ମେହେର, ପିଲାମାନେ ମୁଁ ଖାଲି କହି ଯାଉଛି, ତମେ ଚେକ୍ କରିନିଅ। ଯଦି କୌଣସି ଭୁଲ ରହିଯାଉଛି ତେବେ ମୋତେ କମେଣ୍ଟରେ ଜଣାଇବ। ଆଉ ବାକି ରହିଲା ମୁଁ ଲେଖିଲେ ଟାଇମ୍ ପଳେଇବ, ସୋ ମୁଁ କହିଦେଉଛି, ତୁମେ ଶୁଣିକି ଲେଖିନିଅ। ଆଉ କିଛିଟା ମୁଁ ଲେଖିଦେବି, ଠିକ୍ ଅଛି। ଗଙ୍ଗାଧର ମେହେର କାହାକୁ ନିର୍ମଳ ଗ୍ରାତି ବୋଲି ପବିତ୍ର ଧାରା ବୋଲି କହିଛନ୍ତି? କାହାକୁ? ତମସାକୁ। ନେକ୍ସଟ ଅଛି ଯେମିତି ଗଙ୍ଗାଧର ମେହେର କାହାକୁ ଏଇଟା କହିଲେ, ତମସା କେଉଁ କରରେ ସୀତାଙ୍କୁ ଆଲିଙ୍ଗନ କଲା? କେଉଁ କରରେ? ତ ଏଇଟା ସଠିକ ଉତ୍ତର ଯାଉଛି ପିଲାମାନେ ତରଙ୍ଗ। ତାପରେ ରହିଛି ମରଣ ଦ୍ୱାରରେ ଚରଣ ଅର୍ପଣ କରି କେଉଁ ଗାନ କରିବାରୁ କବି ତରୁଣ ଗୋଷ୍ଠୀକୁ ଆହ୍ୱାନ ଦେଇଛନ୍ତି? ନା ଅମର ଗାନ କରିବାକୁ। ତାପରେ ସନ୍ଧାନୀ ମାନଙ୍କ ସନ୍ଧାନ ପଥରେ କିଏ ମୁଣ୍ଡ ଟେକିଛି ବୋଲି କବି କହିଛନ୍ତି? କିଏ? କଣ୍ଟକମାନ। ତାପରେ ଦେଖ ଗାନ୍ଧିଜୀ ଦୃଷ୍ଟିରେ କାହାକୁ ଦେଶଭକ୍ତ କୁହାଯାଇପାରେ ନା? ଏଇଟା ସଠିକ ଉତ୍ତର ଯାଉଛି ପିଲାମାନେ ଯେଉଁ ଲୋକଙ୍କ ମାତୃଭାଷା ପ୍ରତି ମମତା ନଥାଏ ସେମାନଙ୍କୁ ଦେଶଭକ୍ତ କୁହାଯାଇପାରେ ନା। ତାପରେ କେଉଁଥିପାଇଁ ମାତୃଭାଷା ହିଁ ସର୍ବୋତ୍କୃଷ୍ଟ ମାଧ୍ୟମ ଅଟେ? କେଉଁଥିପାଇଁ? ସମୂହ ଜନତାଙ୍କୁ ଶିକ୍ଷିତ କରିବା ପାଇଁ। ତାପରେ କେଉଁ ଘଟଣା ପାଇଁ ସ୍କଟଲ୍ୟାଣ୍ଡରେ ମାସ ମାସ ଧରି ଆନ୍ଦୋଳନ ଚାଲେ? ତ ଏଇଟା ଟିକେ ବହି ଚେକ୍ କରିକି ତମେ ଲେଖିନେବ କିମ୍ବା ଟେଲିଗ୍ରାମରେ ମୁଁ ଆନ୍ସର ପଠେଇଦେବି। ଓକେ, କିଏ ଏନ୍ତୁଟିଶାଳ ଓ କିଏ ଧାତ୍ରୀ ହୋଇ ନରେନରୁ ବିବେକାନନ୍ଦକୁ ଜନ୍ମ ଦେଇଥିଲେ? କିଏ ସେ? ଦକ୍ଷିଣେଶ୍ୱର ହୋଇଥିଲେ ଏନ୍ତୁଟିଶାଳ ଆଉ ରାମକୃଷ୍ଣ ହୋଇଥିଲେ ଧାତ୍ରୀ। ବିବେକାନନ୍ଦଙ୍କ ଅସର ଶକ୍ତି କ'ଣ ଥିଲା? ତ ଏଇଟା ସଠିକ ଉତ୍ତର ହେଇଯାଉଛି ପିଲାମାନେ, ଟିକେ କ୍ୱେଶ୍ଚିନ୍ଟା ବିବେକାନନ୍ଦଙ୍କ ଅସଲ ଶକ୍ତି କ'ଣ ଥିଲା? ନା ତ୍ୟାଗ ଆଡ଼କୁ ମୁହାଁଇବା। କ'ଣ? ତ୍ୟାଗ ଆଡ଼କୁ ମୁହାଁଇବା। ତାପରେ ଅଛି ଦେଖ ଉଷା କାହାକୁ ନବଜୀବନ ଦେବାକୁ ସ୍ୱର୍ଗର ମର୍ତ୍ତ୍ୟକୁ ଓହ୍ଲାଇଛନ୍ତି? କାହାକୁ? ସୀତାଙ୍କୁ। ତାପରେ ମଙ୍ଗଳେ ଅଇଲା ଉଷା କବିତାରେ କାହାକୁ ବ୍ରହ୍ମଚାରିଣୀ କୁହାଯାଇଛି? ନା ତପସ୍ୱିନୀକୁ ବ୍ରହ୍ମଚାରିଣୀ ବୋଲି କୁହାଯାଇଛି। ତ ନେକ୍ସଟ ଅଛି ପିଲାମାନେ ତମର ସୀତାଙ୍କ ଶୁଭଗମନ ନିମନ୍ତେ ତମସା କାହାକୁ ମଙ୍ଗଳ ପ୍ରଦୀପ ରଚନା କରିଛି? ତ ଏଇଟା ହେଇଯିବ ପ୍ରଭାତୀ ତାରା। ପ୍ରଭାତୀ ତାରା। ନେକ୍ସଟ ଅଛି କେଉଁ ପୁସ୍ତକ ପାଇଁ ଅନନ୍ତ ପଟ୍ଟନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ଅଟନ୍ତି? କ'ଣ? ଅବାନ୍ତର। ତ ଏଇଟା ତମେ ଜାଣିଥିବ ସିଓର। ତାପରେ ତରୁଣ ମାନଙ୍କର ରଥ କେଉଁ ପର୍ବତକୁ ଚୂର୍ଣ୍ଣ କରିବ ବୋଲି କବି ଆଶା ରଖିଛନ୍ତି? କୋଉଟାକୁ? ପୀଡ଼ନର। ତାପରେ ଯେତେକ ଭାଷା କାହାକୁ ନବଜୀବନ ଦେବାକୁ ସ୍ୱର୍ଗର ମର୍ତ୍ତ୍ୟକୁ ଓହ୍ଲାଇଛନ୍ତି? ୟେସ୍। ତ ଏଇଟା ତମେ ଏଇଟା ଉଷା ଭାଷା କହିଦେଇଥିଲି, ତ ଏଇଟା ଆମେ ଦେଖିଲେ ଉପରେ। ଓକେ, ନେକ୍ସଟ କ୍ୱେଶ୍ଚନ ତମେ ଦେଖିବା। ଆମ ଦେଶରେ ଭାଷା ସମସ୍ୟା କହିଲେ ମାତ୍ରେ ଲୋକେ କାହାର ବିବାଦ କଥା ବୁଝିଥାନ୍ତି? କାହାର? ହିନ୍ଦୀ ଏବଂ ଇଂରାଜୀର। ତାପରେ କେଉଁ ଭାଷା ମୃତପ୍ରାୟ ଅବସ୍ଥାରୁ ଉଠି ଏବେ ଇସ୍ରାଏଲର ରାଜ୍ୟ ଭାଷାରେ ପରିଣତ ହୋଇଛି? କୋଉଟା? ହିବ୍ରୁ। ନେକ୍ସଟ ଅଛି ଇହଧାମ ତ୍ୟାଗ କରିବା ପୂର୍ବରୁ ରାମକୃଷ୍ଣ ତାଙ୍କର ତରୁଣ ଶିଷ୍ୟମାନଙ୍କୁ କାହା ଉପରେ ବା କାହା ହାତରେ ସମର୍ପିଥିଲେ? କାହା ହାତରେ? ନରେନଙ୍କ ହାତରେ। ତାପରେ ବିବେକାନନ୍ଦ ପ୍ରଥମ ଶିଷ୍ୟ କେଉଁ ଷ୍ଟେସନରେ ଷ୍ଟେସନ ମାଷ୍ଟର ଥିଲେ? ନା ହାସରାସ। ନେକ୍ସଟ ଅଛି ଭାରତର ଦକ୍ଷିଣ ସୀମାନ୍ତର ପୁଣ୍ୟ ଭୂମିର ନାମ କ'ଣ ଥିଲା?
ଥିଲା ଦକ୍ଷିଣେଶ୍ୱର। ତ ପିଲାମାନେ ଯେଉଁମାନେ ଏତେବେଳେ ପର୍ଯ୍ୟନ୍ତ ଭିଡ଼ିଓଟାକୁ ଦେଖିଛ ସେମାନଙ୍କୁ ଧନ୍ୟବାଦ। ବଟ୍ ଯେଉଁମାନେ ସବସ୍କ୍ରାଇବ୍ କରିନା ଏତେବେଳେ ପର୍ଯ୍ୟନ୍ତ ଜଲ୍ଦି ଜଲ୍ଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନା ଏବଂ ନିଜ ସାଙ୍ଗମାନଙ୍କୁ ତାକୁ ସେୟାର କରିନିଅ, କାରଣ ସେମାନେ ବି ଜାଣିପାରିବେ କିଛି କୋଶ୍ଚିନ୍। ଆଉ GSC କୋଶ୍ଚିନ୍ ବା ସାଇନ୍ସ କୋଶ୍ଚିନ୍ ଅଲରେଡ଼ି ଅପଲୋଡ଼ ସରିଛି, ଯେଉଁମାନେ ଚେକ୍ କରିନ ଯାଇକି ଚେକ୍ କରିନିଅ, ଆମ ଚ୍ୟାନେଲରେ ପଡ଼ିଯାଇଛି। ଓକେ, କୋଶ୍ଚିନ୍ ୱିଥ୍ ଆନ୍ସର ଡିସ୍କସନ୍ ହେଇଛି, ମଲ୍ଟିପଲ୍ ଆସେସମେଣ୍ଟ ଚେକ୍ କରିବା। ଏ ଦୃଶ୍ୟ ବୋଧ ହୁଏ ମୋ ଜୀବନର ଅପସରା ରହିଯିବ, ଏକଥା କିଏ କହିଛନ୍ତି? ଏକଥା ନରସିଂହ ଦେବ କହିଛନ୍ତି। ତାପରେ ଚନ୍ଦ୍ରଭାଗାର ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିବା କାହାର ଶେଷ ଅନୁରୋଧ ଥିଲା? ନା ଏଇଟା ଛାୟା ମହାଦେବୀଙ୍କର। କାହାକୁ ଦେଉଳରେ ଅସଲ ମୁଣ୍ଡି କୁହାଯାଏ? କାହାକୁ? ଦଧିନଉତିକୁ। ଭାସ୍କର କୂଳର ମଉଡ଼ମଣି କିଏ? ଲାଙ୍ଗୁଳା ନରସିଂହ ଦେବ। ତାପରେ ଏ 1200 ବଢ଼େଇର ଦାୟା ନା ପୁଅର ଦାୟା? ଏ କଥା କିଏ କହିଛନ୍ତି? ଦ୍ୱିତୀୟ ଶିଳ୍ପ କହିଛନ୍ତି। ତାପରେ କୌଣସି ଶବ୍ଦ ନିଜସ୍ୱ ଅର୍ଥ ଛାଡ଼ି ଅନ୍ୟ ଶବ୍ଦ ସହ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ତାକୁ କ'ଣ କୁହାଯାଇଥାଏ? ତାକୁ ରୂଢ଼ି କୁହାଯାଇଥାଏ। ପଦ ସଂହତିରେ ଉପମାବାଚକ ଶବ୍ଦ ବ୍ୟବହାର କରାଯାଉଥିବା ରୂଢ଼ିକୁ କ'ଣ କୁହାଯାଇଥାଏ? ନା ତୁଳନାତ୍ମକ ରୂଢ଼ି। ତାପରେ ଉଷୁନା ଧାନ ଗଜା ହେବା, ତ ଏଟାର ସଠିକ୍ ଉତ୍ତର ହେଉଛି ପିଲାମାନେ ଅସମ୍ଭବ କାର୍ଯ୍ୟ ସମ୍ଭବ ହେବା। ତାପରେ ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣେ, ଏହା କେଉଁ ଛନ୍ଦରେ ରଚିତ? କ'ଣ? ନବାକ୍ଷରୀ। ୟୁନିଟ୍ 3କୁ ଯିବା। ସୂର୍ଯ୍ୟଙ୍କୁ ପୂଜା କରି କିଏ ଦୁରାରୋଗ୍ୟ କୁଷ୍ଠ ବ୍ୟାଧିର ମୁକ୍ତ ହୋଇଥିଲେ? କିଏ? ଶାମ୍ବ ବା ଶମ୍ବର। ତାପରେ ନରସିଂହ ଦେବ କୋଣାର୍କ ମନ୍ଦିର ନିର୍ମାଣ ଦାୟିତ୍ୱ କାହା ହସ୍ତରେ ନ୍ୟସ୍ତ କଲେ? କାହା ହସ୍ତରେ? ଶିବେଇ। ତାପରେ ଇଏ ରାଜାଘର କଥା ମା, ମୋ ମୁଣ୍ଡ ରହିବନି, ଏ କଥା କିଏ କହିଛନ୍ତି? ଏ କଥା ଆଗନ୍ତୁକ କହିଛନ୍ତି। ତାପରେ କାହାକୁ ସ୍ମରଣ କରି ଅନୁକୂଳ କରି ଯିବାକୁ ମା ଧର୍ମାକୁ କହିଲେ? ମଙ୍ଗଳା ମାଙ୍କୁ କରି ବା ମଙ୍ଗଳ ମାଙ୍କୁ ସ୍ମରଣ କରି ଅନୁକୂଳ କରି ଯିବାକୁ ମା ଧର୍ମାକୁ କହିଥିଲେ। ତାପରେ ପ୍ରଳୟ ହୋଇଯାଉ ତୋଠୁ ଆମେ ଉତ୍ତର ଚାହୁଁ, ଏ କଥା କିଏ କହିଛନ୍ତି? ଏ କଥା ଶିଳ୍ପୀଗଣମାନେ କହିଛନ୍ତି ସେଇଠି। ୟୁନିଟ୍ 4କୁ ଯିବା। ପଦ ସଂହତିରେ କ୍ରିୟାପଦ ନଥିବା ରୂଢ଼ିକୁ କ'ଣ କୁହାଯାଏ? ପଦ ସଂହତିରେ କ୍ରିୟାପଦ ନଥିବା ରୂଢ଼ିକୁ କ'ଣ କୁହାଯାଇଥାଏ? ନା କ୍ରିୟାହୀନ ରୂଢ଼ି। ନେକ୍ସଟ ରହିଛି ଧୈର୍ଯ୍ୟ ଧରିବା ଅର୍ଥରେ ପ୍ରୟୋଗ କରାଯାଉଥିବା ରୂଢ଼ିଟି କ'ଣ? ନା ଛାତିକୁ ପଥର କରିବା। ଓକେ, ନେକ୍ସଟ ଆକାଶ କଇଁଆ ଚିଲିକା ମାଛ, ଏହି ଲୋକବାଣୀଟିର ଅର୍ଥ କ'ଣ? এই ଲୋକବାଣୀଟିର ପିଲାମାନେ ଅର୍ଥ ହେଉଛି ଅସମ୍ଭବ କଥା କଳ୍ପନା କରିବା। ତାପରେ ଅଛି ଦେଖ ମିତ୍ରାକ୍ଷର ଛନ୍ଦ କେତେ ଭାଗରେ ବିଭକ୍ତ? ଏଟା ହେଉଛି 3 ଭାଗରେ ବିଭକ୍ତ। ତାପରେ ବରଜୀବ ରସେ ଦେଇ ମାନସ, ବରଜୀବ ରସ ଅମଧ୍ୟ ଗ୍ରାସ, ତ ଏଥିରେ କେଉଁ ଅଳଙ୍କାର ପ୍ରଯୁଜ୍ୟ? ଏଇଟା ଯମଜ ଅଳଙ୍କାର ହବ। ତ ଆସ୍ପିରେସନାଲ କମ୍ପୋନେଣ୍ଟ ପିଲାମାନେ ଦେଇଛି ଆକାଂକ୍ଷା ଉପାଦାନ ବା ଚୟନ କରିଥିବା ପୁସ୍ତକର କଥାବସ୍ତୁ, ଏରା ଛାଡ଼, ଏରା ତମେ ଚେକ୍ କରିବ, କିମ୍ବା ଯଦି ଆସୁନି ମୁଁ ନିହାତି ଭାବେ ଏଇ ପାଇଁ ଭିଡ଼ିଓ ଆଣିବି ଆଉ ଟେଲିଗ୍ରାମରେ ମୁଁ କୋଶ୍ଚିନ୍ଟା ୱିଥ୍ ଆନ୍ସର ମୁଁ ଅପଲୋଡ଼ କରିଦେବି ଟେଲିଗ୍ରାମରେ। ତ ଯେଉଁମାନେ ଜଏନ୍ ହେଇନ ଜଲ୍ଦି ଜଲ୍ଦି ଜଏନ୍ ହେଇଯାଅ, ନିଜ ସାଙ୍ଗମାନଙ୍କ ପାଖକୁ ସେୟାର କରିନିଅ, ଭିଡ଼ିଓଟିକୁ ଲାଇକ୍ କର। ଓକେ, ରହିଲି। ବେଷ୍ଟ ଅଫ୍ ଲକ୍ ଫର୍ ୟୁର ଏକ୍ଜାମିନେସନ୍। ଟାଟା।